ଯେତେବେଳେ ଆମର ଜଣେ ଏଷ୍ଟାବ୍ଲିଶମେଣ୍ଟର କର୍ପୋରେଟର ତଥା ଏଷ୍ଟାବ୍ଲିଶମେଣ୍ଟର ଯିଏ ଆମର ଚେୟାରମ୍ୟାନ୍ ଅଛନ୍ତି ତାଙ୍କ ନାଁ ହେଉଛି ରାକେଶ ସ୍ୱାଇଁ। ସେତେବେଳେ ସେ ଗୋଟେ ପ୍ରସ୍ତାବ ରଖିଥିଲେ ମେୟରଙ୍କ ପାଖରେ ଏବଂ କମିଶନରଙ୍କ ପାଖରେ, ଯେଉଁଟାକି ଥିଲା ଆପଣ ଜାଣିଥିବେ ଗୋଟେ ପୂର୍ବରୁ ବହୁତ କଥା ଉଠିଥିଲା, ଯେଉଁ ଜିମ୍ ଇକ୍ୟୁପମେଣ୍ଟକୁ ନେଇକି ଗୋଟେ ଇସ୍ୟୁ ଉଠିଥିଲା। ତ ସେ ଜିମ୍ ଇକ୍ୟୁପମେଣ୍ଟ ଯେତେବେଳେ ତାଙ୍କ ଏରିଆରେ ଇନଷ୍ଟଲେସନ୍ କରାଯାଉଛି ସେତେବେଳେ କର୍ପୋରେଟରଙ୍କୁ ମଧ୍ୟ ଜଣାଯାଉନି। ତ ଏହା ଗୋଟେ ନିନ୍ଦନୀୟ ଘଟଣା। ଗୋଟେ କର୍ପୋରେଟର ଜାଣିପାରିବନି ତା ୱାର୍ଡରେ କ'ଣ ଡେଭଲପମେଣ୍ଟ କାମ କରାଗଲା। ସବୁବେଳେ ଗୋଟେ କର୍ପୋରେଟର ପ୍ରଚେଷ୍ଟା ଥାଏ ତା ୱାର୍ଡର ଡେଭଲପମେଣ୍ଟ କରିବା ପାଇଁ। ଯେକୌଣସି ଜେଇ ଯଦି ଯାଇକି ତାଙ୍କ ୱାର୍ଡରେ କାମ କରୁଛନ୍ତି, ଆଟଲିଷ୍ଟ କାମ କରିବା ପୂର୍ବରୁ ତାକୁ ଟିକେ କହିଦେବାର ଥିଲା। ସେ ନ କହିକି ଏଇଭଳିଆ କାମ ସେମାନେ ସବୁ କରିଦେଉଛନ୍ତି। ତ ଏ କଥା ଯେତେବେଳେ ଆମେ ମେୟରକୁ ପଚାରିଥିଲୁ, ସେତେବେଳେ ରାକେଶ ସ୍ୱାଇଁ ଯେତେବେଳେ ଏ ବିଷୟରେ ବାରମ୍ବାର କହିଥିଲେ ଏବଂ ଆମର ଯିଏ ସିଟି ଇଞ୍ଜିନିୟର ଅଛନ୍ତି ତାଙ୍କରି ହସ୍ତକ୍ଷେପରେ ଏସବୁ କଥା ହେଉଛି। କାରଣ ସିଟି ଇଞ୍ଜିନିୟର ହେଉଛନ୍ତି ଏହାର ମୁଖ୍ୟ। ତୁମ ଅଣ୍ଡରରେ ସମସ୍ତେ ଜେଇ ଅନ୍ତର୍ଭୁକ୍ତ। ତୁମେ ନିଶ୍ଚିତ ଭାବରେ ଯେତେବେଳେ ଏ କଥା ଆଲୋଚନା ଚାଲିଥିଲା ଏବଂ ମେୟର ଆଉ କର୍ପୋରେଟର ମାନଙ୍କର ଡିସ୍କସନ ଚାଲିଥିଲା, ସେତେବେଳେ ବିଜେପିର କର୍ପୋରେଟର ଯେହେତୁ ଆମେ ସମସ୍ତେ ଛିଡ଼ା ହେଇଥିଲୁ, ସେଇ ସମୟରେ ବିଜେଡିର ଗୋଟେ କର୍ପୋରେଟର ଯେତେବେଳେ ଗୋଟେ ଆଶାଳୀନ ମନ୍ତବ୍ୟ ଯାକୁ ରାସ୍କେଲ ଭଳି ଗୋଟେ କଥା ଆମର ସେଇ ଚେୟାରମ୍ୟାନକୁ ସେ କହିଦେଇଥିଲେ, ସେତେବେଳେ ଆମେ ସମସ୍ତେ ସ୍ତବ୍ଧ ହୋଇଥିଲୁ କି କାଉନସିଲ ଇଏ ହେଉଛି ଗୋଟେ ପବିତ୍ର ଗୃହ। ଏଠି ତୁମେ ମାନେ ଜିତିକି ଆସିଛ, ଆମେ ବି ଜିତିକି ଆସିଛୁ। ଏଠି ତୁମେ ରାସ୍କେଲ କହିବାକୁ ତୁମେ କିଏ? ସେଇଥିପାଇଁ କଥାଟି ଉତ୍ତେଜନା ହେଇଥିଲା। ଏବଂ ସେ ଯାହା ବି ହଉ, ଏଠି ମେୟର ହେଉଛନ୍ତି ଆମର ମୁଖ୍ୟ। ମେୟରଙ୍କ ସାମ୍ନାରେ, କମିଶନରଙ୍କ ସାମ୍ନାରେ ତୁମେ ରାସ୍କେଲ ଭଳି ଶବ୍ଦ ବ୍ୟବହାର କରିବା କେତେ ଠିକ କଥା? ନିଶ୍ଚିତ ଭାବରେ ଆମର କଥା ଥିଲା ତୁମେ ରାସ୍କେଲ କାହିଁ କହିଛ? ଯଦି ରାସ୍କେଲ ଯୋଉ ଭଳି କହିଛ ସେଇଭଳି ଢଙ୍ଗରେ ଏଠି ଛିଡ଼ା ହେଇକି ସମସ୍ତଙ୍କ ଆଗରେ ସେ ଶବ୍ଦକୁ ଆପଣ ଫେରାନ୍ତୁ ଏବଂ ପବିତ୍ର ଗୃହକୁ କ୍ଷମା ମଧ୍ୟ ମାଗନ୍ତୁ।